ରାଜ ରାସ୍ତାରେ ଜନସାଧାରଣଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ଯୁବକକୁ ପଡ଼ିଲା ମହଙ୍ଗା। ଅନୁଗୁଳ ଜିଲ୍ଲା ମହିଧରପୁର ବଅଁରପାଳ ବ୍ଲକ ଅନ୍ତର୍ଗତ ସେରେଣାବେଡ଼ା ଅଞ୍ଚଳ ଜଣେ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗରେ ଗିରଫ କରିଛି ବଅଁରପାଳ ପୋଲିସ। ଯୁବକ ଜଣକ ହିନ୍ଦୋଲ ଗୋପାଳପୁର ଅଞ୍ଚଳର ଧ୍ରୁବ ପ୍ରଧାନଙ୍କ ପୁଅ ଧନେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଯୁବକ ଜଣକ ସକାଳ 10ଟା ବେଳେ 3ଟି ମାରଣାସ୍ତ୍ର ଆଣି ପ୍ରଥମେ ରାସ୍ତାରେ ଆତଙ୍କ ସୃଷ୍ଟି କରିବା ସହ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଉକାଳି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ଲୋକେ ତାକୁ ଗୋଡ଼ାଇଥିଲେ କିନ୍ତୁ ତା ପାର୍ଶ୍ୱକୁ କେହି ଯାଇପାରୁନଥିଲେ। ଘଟଣା ବିଷୟରେ ମହିଧରପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାକେ ଦମ ହୋଇ ଯୁବକକୁ କାବୁ କରିଥିଲେ। ଫାଣ୍ଡି ଅଧିକାରୀ ମାନସ ମିଶ୍ର ଘଟଣାର ତଦନ୍ତ କରି ଯୁବକଙ୍କ ନାମରେ ମାମଲା ରୁଜୁ କରି ଆଜି ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଛନ୍ତି। ଯଦି ଆମ ଚ୍ୟାନେଲ ଆପଣଙ୍କୁ ଭଲ ଲାଗିଲା ତେବେ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବା ସହ ଆମର ୟୁଟ୍ୟୁବ୍ ଚ୍ୟାନେଲ ମମତା ଏକ୍ସପ୍ରେସକୁ ଢେର ସାରା ପ୍ରେମ ଦେବା ସହ ଫଲୋ, ଲାଇକ୍, କମେଣ୍ଟସ୍ ଦେବା ଭୁଲିବେ ନାହିଁ।